ନମସ୍କାର ପ୍ରେଜ୍ ଦ ଲର୍ଡ ପ୍ରିୟ ଭାଇ ଓ ଭଉଣୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣମାନଙ୍କୁ ସ୍ୱାଗତ। ମୁଁ ପଥ ସତ୍ୟ ଓ ଜୀବନ ୟୁଟ୍ୟୁବ୍ ଚ୍ୟାନେଲରେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା। ବାଇବେଲ ଅନୁଯାୟୀ ଦଶମାଂଶ କାହିଁକି ଦେବା ଉଚିତ? ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯେ ଏହି ବିଷୟକୁ ନେଇ ଅନେକ ବିଶ୍ୱାସୀଙ୍କ ମନରେ ପ୍ରଶ୍ନ ରହିଅଛି। ଦଶମାଂଶ କି ପୁରୁଣା ନିୟମ ପାଇଁ ନା ଆଜି ମଧ୍ୟ ଏହାର ଗୁରୁତ୍ୱ ରହିଛି। ଆସନ୍ତୁ ବାଇବେଲ ଅନୁଯାୟୀ ଏହାକୁ ବୁଝିବା। ପ୍ରଥମ ବିଷୟ ହେଉଅଛି ସବୁ କିଛି ଈଶ୍ୱରଙ୍କର। ଗୀତ ସଂହିତା 24 ପର୍ବ 1 ପଦ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର। ଏଥିରୁ ଆମେ ବୁଝିବା ପୃଥିବୀ ଓ ତହିଁରେ ଯାହା କିଛି ଅଛି ସବୁ ସଦାପ୍ରଭୁଙ୍କର। ଆମ୍ଭେ ଯାହା ଅର୍ଜନ କରୁଛୁ ତାହା ଆମର ପରିଶ୍ରମର ସହିତ ଈଶ୍ୱରଙ୍କ ଆଶୀର୍ବାଦର ଫଳ। ଦ୍ୱିତୀୟ ବିଷୟ ହେଉଅଛି ପରମେଶ୍ୱରଙ୍କୁ ସମ୍ମାନ ଦେବା। ହିତୋପଦେଶ 3 ପର୍ବ 9 ପଦରୁ 10 ପଦ। ତୁମ ଧନ ଓ ପ୍ରଥମ ଫଳ ଦ୍ୱାରା ସଦାପ୍ରଭୁଙ୍କୁ ସମ୍ମାନ କର। ତୁମ ଧନ ଓ ପ୍ରଥମ ଫଳ ଦ୍ୱାରା ସଦାପ୍ରଭୁଙ୍କୁ ସମ୍ମାନ କର। 9 ପଦରେ ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର। 10ରେ ଲେଖାଯାଏ, ତହିଁରେ ତୁମର ଭଣ୍ଡାର ସବୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମର କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ। ତହିଁରେ ତୁମର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମର କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ। ଯେତେବେଳେ ଆମ୍ଭେ ଆମର ଆୟର ପ୍ରଥମ ଅଂଶ ଈଶ୍ୱରଙ୍କୁ ଦେଉ, ସେତେବେଳେ ଆମ୍ଭେ କହୁଛୁ, ପ୍ରଭୁ ଆପଣ ମୋ ଜୀବନର ପ୍ରଥମ ସ୍ଥାନରେ ଅଛନ୍ତି। ତୃତୀୟ ବିଷୟ ହେଉଅଛି ଈଶ୍ୱରଙ୍କ କାର୍ଯ୍ୟକୁ ସମର୍ଥନ କରିବା। ପୁରାତନ ନିୟମରେ ଆମେ ଦେଖିବାକୁ ପାଉ ଦଶମାଂଶ ମନ୍ଦିରର ସେବା ଓ ଲେବୀୟମାନଙ୍କର ଜୀବିକା ପାଇଁ ବ୍ୟବହୃତ ହେଉଥିଲା। ଆଜି ମଧ୍ୟ ମଣ୍ଡଳୀର ସେବା ଓ ସୁସମାଚାର ପ୍ରଚାର ଓ ଆବଶ୍ୟକତାରେ ଥିବା ଲୋକଙ୍କ ସହାୟତା ପାଇଁ ବିଶ୍ୱାସୀମାନଙ୍କ ଦାନ ଗୁରୁତ୍ୱପୂର୍ଣ୍ଣ ଅଟେ। ଚତୁର୍ଥ ବିଷୟ ବିଶ୍ୱାସର ପରୀକ୍ଷା। ମଲାକି 3 ପର୍ବ 10 ପଦରେ ଲେଖାଯାଏ, ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ। ଆଉ ଆମ୍ଭେ ଆକାଶସ୍ଥ ଦ୍ୱାର ସବୁ ମୁକ୍ତ କରି ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମର ପରୀକ୍ଷା ନିଅ। ଯେଉଁଠାରେ ଈଶ୍ୱର ନିଜେ ତାଙ୍କର ବିଶ୍ୱସ୍ତତାକୁ ଦେଖିବାକୁ ଆହ୍ୱାନ କରନ୍ତି। ପଞ୍ଚମ ବିଷୟ ହେଉଅଛି ଲୋଭରୁ ମୁକ୍ତି। ଧନ ପ୍ରତି ଅତ୍ୟଧିକ ଆସକ୍ତି ଆମର ଆତ୍ମିକ ଜୀବନକୁ ଦୁର୍ବଳ କରିପାରେ। ନିୟମିତ ଦାନ ଓ ଦଶମାଂଶ ଆମକୁ ଉଦାରତା ଶିଖାଏ ଏବଂ ଧନର ଦାସ ନ ହେବା ପାଇଁ ସାହାଯ୍ୟ କରେ। ଦଶମାଂଶ ବିଷୟରେ ନୂତନ ନିୟମ ଆମକୁ କ'ଣ ଶିକ୍ଷା ଦିଏ? ମାଥ୍ୟୁ 23 ପର୍ବ 23 ପଦରେ ଲେଖାଯାଏ, ଦଶମାଂଶ ଦେଉଥିବା ଫାରୁସୀମାନଙ୍କୁ ଯୀଶୁ କହିଥିଲେ ଯେ ସେମାନେ ନ୍ୟାୟ, ଦୟା ଓ ବିଶ୍ୱସ୍ତତାକୁ ଅବହେଳା କରୁଥିଲେ। ଯୀଶୁ ଏହା କହିନଥିଲେ ଯେ ଦଶମାଂଶ ଭୁଲ ଅଟେ, ବରଂ ହୃଦୟର ଶୁଦ୍ଧତାକୁ ମଧ୍ୟ ଆବଶ୍ୟକ ବୋଲି ଶିଖାଇଥିଲେ। ଦ୍ୱିତୀୟ କରନ୍ଥୀୟ 9 ପର୍ବ 7 ପଦରେ ଲେଖାଯାଏ, ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି ସେହିପରି କରୁ, କୁଟିତ ଭାବରେ ନୁହେଁ, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। ଏହା ଆମକୁ ସ୍ମରଣ କରାଏ ଯେ ଦାନର ମୂଲ୍ୟ କେବଳ ପରିମାଣରେ ନୁହେଁ, ବରଂ ହୃଦୟର ମନୋଭାବରେ ଅଛି। ଏଠି ପ୍ରଶ୍ନ ଉଠେ ଯେ ଦଶମାଂଶ ଦେଲେ କି ଧନୀ ହୋଇଯିବୁ? ବାଇବେଲ ଏପରି କୌଣସି ଶିକ୍ଷା ଦିଏ ନାହିଁ ଯେ ଦଶମାଂଶ ଦେଲେ ସମସ୍ତେ ଧନୀ ହୋଇଯିବେ। କିନ୍ତୁ ଈଶ୍ୱର ତାଙ୍କ ସନ୍ତାନମାନଙ୍କ ଆବଶ୍ୟକତାର ଯତ୍ନ ନେବେ ଓ ସେମାନଙ୍କୁ ଆତ୍ମିକ ଭାବରେ ଆଶୀର୍ବାଦ କରିବେ ବୋଲି ବାଇବେଲ ଶିଖାଏ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଦଶମାଂଶ କେବଳ ଟଙ୍କା ଦେବାର ବିଷୟ ନୁହେଁ, ଏହା ଈଶ୍ୱରଙ୍କ ପ୍ରତି ବିଶ୍ୱାସ, କୃତଜ୍ଞତା, ଆଜ୍ଞା ପାଳନ ଓ ଉଦାରତାର ପ୍ରକାଶ ଶିଖାଏ। ଆମେ ପ୍ରତ୍ୟେକ ପ୍ରାର୍ଥନା କରି, ବାଇବେଲ ଅଧ୍ୟୟନ କରି ଏବଂ ନିଜ ବିବେକକୁ ଅନୁଯାୟୀ ଈଶ୍ୱରଙ୍କ ସମ୍ମୁଖରେ ନିଷ୍ପତ୍ତି ନେବା ଉଚିତ। ଯଦି ଏହି ଭିଡ଼ିଓଟି ଦ୍ୱାରା ଆପଣ ଦଶମାଂଶ ବିଷୟରେ କିଛି ଶିଖିଛନ୍ତି,
ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।